ଆଜିର ଭିଡିଓ ରାମାୟଣ କଥାର ପ୍ରଶ୍ନ ଉତ୍ତର। ପାଠ୍ୟ ପ୍ରଶ୍ନ ଉତ୍ତର। ରାମଙ୍କ ବନଗମନ ଖବର ପାଇ ଅଯୋଧ୍ୟାବାସୀ କାହିଁକି କ୍ରନ୍ଦନ କଲେ? କ୍ରନ୍ଦନ ଅର୍ଥ ହେଲା କାନ୍ଦିଲେ। ରାମଚନ୍ଦ୍ରଙ୍କ ନାନା ସଦ୍ଗୁଣ ଥିବାରୁ ପ୍ରଜାମାନେ ତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ। ତେଣୁ ତାଙ୍କର ବନ ଗମନ ଖବର ପାଇ ଅଯୋଧ୍ୟାବାସୀ କ୍ରନ୍ଦନ କଲେ। କୈକେୟୀ ଦଶରଥଙ୍କୁ କେଉଁ ଦୁଇଟି ବର ମାଗିଥିଲେ? ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବ ଆୟୋଜନ ଚାଲିଥିଲା ବେଳେ କୈକେୟୀ ବର ଦୁଇଟି ମାଗି ବସିଲେ। ପ୍ରଥମ ବର ନିଜ ପୁତ୍ର ଭରତର ଅଯୋଧ୍ୟାର ସିଂହାସନ କରିବେ ଓ ଦ୍ୱିତୀୟ ହେଲା ରାମଚନ୍ଦ୍ର 14 ବର୍ଷ ନିମନ୍ତେ ବନଗମନ କରିବେ। ଗ ନମ୍ବର ଦଶରଥ କେଉଁ ପରିସ୍ଥିତିରେ ପ୍ରାଣତ୍ୟାଗ କଲେ? ରାମଚନ୍ଦ୍ର ଦଶରଥଙ୍କର ପ୍ରିୟ ସୁତ ଥିଲେ। ପିତୃସତ୍ୟ ରକ୍ଷା କରିବା ପାଇଁ ରାମଚନ୍ଦ୍ର 14 ବର୍ଷ ବନବାସ କଲା ପରେ ଦୁଃଖରେ ଦଶରଥ ଭାଙ୍ଗି ପଡ଼ିଲେ ଓ ତାଙ୍କୁ ଝୁରି ଝୁରି ଅଳ୍ପ ଦିନ ମଧ୍ୟରେ ପ୍ରାଣତ୍ୟାଗ କଲେ। ଭାରତ ଚିତ୍ରକୂଟରୁ ଫେରି କିଭଳି ରାଜ୍ୟ ଶାସନ କଲେ? ମାତୁଲାୟାର ଫେରିବା ପରେ ଭାରତ ନିଜ ମାତାଙ୍କର ଅନ୍ୟାୟ ବୁଝିପାରି ରାମଙ୍କୁ ଗୃହକୁ ଲେଉଟାଇ ଆଣିବା ନିମନ୍ତେ ବନକୁ ଗମନ କଲେ। ଚିତ୍ରକୂଟ ପର୍ବତ ଉପରେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ବନବାସୀ ରୂପ ଦେଖି ଅଗ୍ରଜ ରାମଚନ୍ଦ୍ରଙ୍କ ଚରଣ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ପାଇଁ ବ୍ୟାକୁଳ ଭାବେ ନିବେଦନ କଲେ। ମାତ୍ର ପିତୃସତ୍ୟ ଭଙ୍ଗ କରି ଅଯୋଧ୍ୟା ଫେରିବା ସମ୍ଭବ ନୁହେଁ ବୋଲି ରାମଚନ୍ଦ୍ର କହିଲେ ଓ ଭରତକୁ ନାନା ଭାବେ ବୁଝାଇ ଅଯୋଧ୍ୟା ଫେରାଇଥିଲେ। ଭରତ ଭାଇଙ୍କର ପାଦୁକା ଦୁଇଟିକୁ ସିଂହାସନରେ ସ୍ଥାପନ କରି ରାମଙ୍କ ପରି ବଲ୍କଲ ପରିଧାନ କରି ଫଳମୂଳ ଆହାର କରି ରାମଚନ୍ଦ୍ରଙ୍କର ପ୍ରତିନିଧି ଭାବେ ରାଜ୍ୟ ଶାସନ କଲେ। ସୀତା ବାଲ୍ମୀକି ଆଶ୍ରମରେ କାହିଁକି ଆଶ୍ରୟ ନେଲେ? ଅଯୋଧ୍ୟାର ପ୍ରଜାମାନଙ୍କର ମନରେ ସୀତା ଦେବୀଙ୍କର ସତୀତ୍ୱ ପ୍ରତି ସନ୍ଦେହ ଥିବା ବିଷୟ ରାମଚନ୍ଦ୍ର ଜାଣିପାରିଲେ। ପ୍ରଜାନୁରଞ୍ଜକ ରାମଚନ୍ଦ୍ର ସେମାନଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ପ୍ରିୟତମା ପତ୍ନୀ ଜାନକୀ ପରିତ୍ୟାଗ କରିବାକୁ ସ୍ଥିର କଲେ। ତାଙ୍କ ଆଦେଶରେ ଅନୁଜ ଲକ୍ଷ୍ମଣ ସୀତା ଦେବୀଙ୍କୁ ରଥରେ ବସାଇ ମହର୍ଷି ବାଲ୍ମୀକିଙ୍କର ଆଶ୍ରମ ନିକଟସ୍ଥ ଏକ ତପୋବନରେ ଛାଡ଼ି ଦେଇ ଆସିଲେ। ବାଲ୍ମୀକି ସେଠାରୁ ସୀତାଙ୍କୁ ଉଦ୍ଧାର କରି ନିଜ ଆଶ୍ରମରେ କନ୍ୟା ପରି ପାଳନ କଲେ। ତେଣୁ ସୀତା ବାଲ୍ମୀକି ଆଶ୍ରମରେ ଆଶ୍ରୟ ନେଲେ। 2 ନମ୍ବର 5ଟି ବାକ୍ୟରେ ଉତ୍ତର ଲେଖ କୁହାଯାଇଛି। ସୀତା ଲଙ୍କା ଗଡ଼ରେ ଥିବାର ଖବର ରାମଚନ୍ଦ୍ର କିପରି ପାଇଲେ? ରାମଚନ୍ଦ୍ର ଓ ଲକ୍ଷ୍ମଣ ମୃଗୟାରୁ ଫେରି କୁଟୀରରେ ସୀତାକୁ ନ ପାଇ ବ୍ୟସ୍ତ ହୋଇ ବନ ମଧ୍ୟରେ ବହୁ ଅନ୍ୱେଷଣ କଲେ। କିନ୍ତୁ ଶେଷରେ ନିରାଶ ହେବାରୁ କିଷ୍କିନ୍ଧ୍ୟା ରାଜା ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ତାଙ୍କ ସହର ଅନୁଚରମାନଙ୍କୁ ସୀତାଙ୍କୁ ଅନୁସନ୍ଧାନ କରିବାକୁ ବହୁ ସ୍ଥାନ ପଠାଇଲେ। ସୁଗ୍ରୀବଙ୍କ ବିଶ୍ୱସ୍ତ ଅନୁଚର ମହାବୀର ହନୁମାନ ଲଙ୍କାଦ୍ୱୀପକୁ ଯାଇ ସତୀ ସୀତାଙ୍କର ସାକ୍ଷାତ ଲାଭ କରିବାର ସମର୍ଥ ହୋଇଥିଲେ ଓ ରାମଚନ୍ଦ୍ର ତାଙ୍କଠାରୁ ସୀତା ଲଙ୍କାଗଡ଼ ଥିବା ଖବର ପାଇଲେ। ରାବଣକୁ ଦୁର୍ମତି ବୋଲି କହିବାର କାରଣ କ'ଣ? ଲଙ୍କାର ଅଧିପତି ରାବଣ ନିଜର ତପସ୍ୟା ଓ ଦେବୀ ଶକ୍ତି ବଳରେ ବଲିୟାନ ହୋଇ ଧରାକୁ କାରାଜ୍ଞାନ କଲା। ସେ କ୍ରମଶଃ କ୍ରୋଧୀ, ନିଷ୍ଠୁର, ସିଂହ ହିଂସ୍ର ଓ ପାପାଚାରୀ ହୋଇ ଉଠିଲା ଓ ତାର ମନରେ ବହୁ ମନ୍ଦ ଅଭିଳାଷ ଜାଗ୍ରତ ହେଲା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପତ୍ନୀ ସୀତା କୁ ପଞ୍ଚବଟୀରୁ ହରଣ କରି ରାଣୀ କରି ରଖିବାକୁ ଇଚ୍ଛା କଲା ଓ ପତି ଭାବରେ ଗ୍ରହଣ କରିବାକୁ ପାଇଁ ତାଙ୍କୁ ବାଧ୍ୟ କଲା। ରାବଣର ଏପରି ପାପପୂର୍ଣ୍ଣ ମନ୍ଦ ଉଦ୍ଦେଶ୍ୟ ଥିବାରୁ ତାକୁ ଦୁର୍ମତି ବୋଲି କହିବା ଯଥାର୍ଥ।
ରାମାୟଣରୁ ପ୍ରଭୃତି ଭକ୍ତି କି ସୂଚନା ମିଳେ। ରାମାୟଣରେ ଭରତଙ୍କ ନିଷ୍କାସ ଭ୍ରାତାବୃତ୍ତିର ପରାକାଷ୍ଠ ପ୍ରଦର୍ଶିତ ହୋଇଛି। ବନବାସ ସମୟରେ ଭରତ ମାମୁଁ ଘରେ ଥିଲେ ଓ ବନବାସ ସମ୍ପାଦ ପାଇଁ ବିଶେଷ ମର୍ମାହତ ହେଲେ। ସେ ସଙ୍ଗେ ସଙ୍ଗେ ଚିତ୍ରକୂଟକୁ ଯାଇ ଅଯୋଧ୍ୟାକୁ ଫେରିବାକୁ ରାମଙ୍କୁ ବହୁ ଅନୁରୋଧ କଲେ। ମାତ୍ର ରାମ ତାଙ୍କ କଥାରେ ରାଜି ନ ହେବାରୁ ସେ ତାଙ୍କର ପାଦୁକା ଦ୍ୱୟ ଧରି ଅଯୋଧ୍ୟାକୁ ଫେରିଲେ ଓ ସେହି ପାଦୁକାକୁ ସିଂହାସନରେ ସ୍ଥାପନ କରି ରାମଙ୍କର ଦାସ ଭାବରେ ରାଜକାର୍ଯ୍ୟ ଚଳାଇଲେ। ସେ ରାଜଭୋଗ ତ୍ୟାଗ କରି ବକ୍ଳାକଳ ପରିଧାନ କରି ଫଳମୂଳ ଆହାର କରି ଜୀବନ ଯାପନ କଲେ। ଏଥିରୁ ଭରତର ନିଃସ୍ୱାର୍ଥପର ଭାତୃପ୍ରେମର ପରିଚୟ ମିଳେ। ରାମଚନ୍ଦ୍ର ଦ୍ୱିତୀୟ ବିବାହ କରିବା ପାଇଁ କେଉଁମାନେ ଓ କାହିଁକି ପରାମର୍ଶ ଦେଲେ? ସୀତାଙ୍କ ନିର୍ବାସନ ପରେ ପ୍ରଜାନୁରଞ୍ଜକ ରାମଚନ୍ଦ୍ର ଏକ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ। ନିୟମାନୁସାରେ ଏହି ଯଜ୍ଞ କାର୍ଯ୍ୟ ସମ୍ପାଦନ ପାଇଁ ଧର୍ମପତ୍ନୀଙ୍କର ଆବଶ୍ୟକତା ଜରୁରୀ ଥିଲା। ସେତେବେଳକୁ ରାମଚନ୍ଦ୍ର ସୀତାକୁ ପରିତ୍ୟାଗ କରି ସାରିଥିଲେ। ତେଣୁ ତାଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ପାତ୍ର ମନ୍ତ୍ରୀମାନେ ପରାମର୍ଶ ଦେଲେ। ରାମଚନ୍ଦ୍ର ଲବକୁଶଙ୍କର ପରିଚୟ କିପରି ପାଇଲେ? ମହାନ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନକୁ ଦେଶାନ୍ତରରୁ ବହୁ ମୁନି ଋଷି ସାଧୁସନ୍ଥ ଆମନ୍ତ୍ରଣ ହୋଇ ଆସିଥିଲେ। ମହର୍ଷି ବାଲ୍ମୀକି ଲବକୁଶ ଦୁଇ ଭାଇଙ୍କୁ ସଙ୍ଗରେ ଧରି ଯଜ୍ଞସ୍ଥଳରେ ଉପସ୍ଥିତ ଥିଲେ। ମହର୍ଷିଙ୍କ ଆଦେଶରେ ଦୁହେଁ ଲଳିତ ମଧୁର କଣ୍ଠରେ ରାମାୟଣ ଗାନ କଲେ। ବାଲକ ଦୁହିଁଙ୍କ ସୁଲଳିତ କଣ୍ଠ ଓ ଗାୟନ ଭଙ୍ଗୀ ଉପସ୍ଥିତ ଦର୍ଶକମାନଙ୍କୁ ମୋହିତ କଲା। ସେମାନଙ୍କ ଠାରେ ରାମ ଓ ସୀତାଙ୍କର ରୂପଛାପ ଲକ୍ଷ୍ୟ କରି ଲକ୍ଷ୍ମଣ ବାଲ୍ମୀକିଙ୍କୁ ସେମାନଙ୍କର ପରିଚୟ ମାଗିଲେ। ରାମଚନ୍ଦ୍ର ବାଲ୍ମୀକି ଠାରୁ ସେମାନଙ୍କ ପରିଚୟ ପାଇଥିଲେ। 3 ନମ୍ବର, ସରଳ ଭାଷାରେ ବୁଝାଇ ଲେଖ, ଯାହାକି ଆମେ କହୁଛୁ ସରଳାର୍ଥ। ରାଜ୍ୟର ସମସ୍ତ ଲୋକ ଏହି ସମ୍ପାଦରେ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କନ୍ଦନ ରୋଲ ଉଠିଲା। ସଂସ୍କୃତ ଗଦ୍ୟାଂଶଟି ରାମାୟଣ କଥା ଶୀର୍ଷକ ପ୍ରବନ୍ଧରୁ ଆନିତ। ଏଠାରେ ଭକ୍ତ କବି ମଧୁସୂଦନ ରାଓ ରାମଙ୍କର ବନବାସ ସମ୍ପଦରେ ଶୋକାବିଭୂତ ଅଯୋଧ୍ୟାବାସୀଙ୍କର କରୁଣ ଅବସ୍ଥା ବର୍ଣ୍ଣନା କରିଛନ୍ତି। ଦଶରଥରୁ ଆରମ୍ଭ କରି କିପରି ସେ କୈକେୟୀ କୁଟିଳ କରିଛନ୍ତି, କେତେ ବର୍ଷ ଯାଇଛନ୍ତି ବନବାସ, ତାହା ସବୁ ଏଥିରେ ଦର୍ଶା ଯାଇଛି। ତମେ ଟିକେ ଦେଖିବାର ଅଛି। 2 ନମ୍ବର ଅର୍ଥାତ୍ ଖ, ତାହାଙ୍କର ଏହି ପ୍ରକାର ସ୍ୱାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ବିସ୍ମୟିତ ହୋଇ ଧନ୍ୟ ଧନ୍ୟ କହିବାକୁ ଲାଗିଲେ। ସଂସ୍କୃତ ଗଦ୍ୟାଂଶଟି ଭକ୍ତକବି ମଧୁସୂଦନ ରାଓ ରଚିତ ରାମାୟଣ କଥା ଶୀର୍ଷକ ବିଷୟ ଆଣିତ। ଏଠାରେ ଲେଖକ ଭାତୃଭକ୍ତ ଭରତଙ୍କର ନିର୍ଲୋଭ ଓ ନିଃସ୍ୱାର୍ଥପର ଚରିତ୍ର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଅଗ୍ରଜ ରାମଚନ୍ଦ୍ରଙ୍କର ପରମ ଅନୁଗତ ଭରତ ମାମୁଁ ଘର ଫେରି ମାତା କୈକେୟୀଙ୍କ ସମସ୍ତ କୂଟଚକ୍ରାନ୍ତ ବିଷୟରେ ଅବଗତ ହେଲେ ଓ ସଙ୍ଗେ ସଙ୍ଗେ ବନକୁ ଯାଇ ସେଠାରେ ଚିତ୍ରକୂଟ ପର୍ବତରେ ରାମଚନ୍ଦ୍ରଙ୍କୁ ଭେଟିଲେ। ରାମଙ୍କର ଚରଣ ସ୍ପର୍ଶ କରି ଓ ବହୁ
ଅନୁନୟ ବିନୟ କରି ତାଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାକୁ ସେ ଅନୁରୋଧ କଲେ। ମାତ୍ର ପିତୃ ସତ୍ୟ ରକ୍ଷାରୁ ବିରତ ହୋଇ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ବୋଲି କହିବାରୁ ଭରତ ଦୁଃଖରେ ଭାଙ୍ଗି ପଡ଼ିଲେ। ଗ ନମ୍ବର ସତୀ ସୀତାଙ୍କ ନୟନ ବାରି କାଲାନଳ ପ୍ରାୟ ଲଙ୍କାପୁରୀକୁ ଭସ୍ମ କରିଦେଲା। ସଂକ୍ଷିପ୍ତ ଗଦ୍ୟାଂଶଟି ରାମାୟଣ କଥା ଶୀର୍ଷକ ପ୍ରବନ୍ଧରୁ ଆନିତ। ଏଠାରେ ଲେଖକ ଭକ୍ତ କବି ମଧୁସୂଦନ ରାଓ ମହାସତୀ ଜାନକୀର ଚକ୍ଷୁର ଲୋତକ କିପରି ରାବଣର ଲଙ୍କାପୁରୀ ଧ୍ୱଂସର କାରଣ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି। ନମ୍ବର 4 କସ୍ତମ୍ଭ। ରାବଣ ହେଉଛି ଲଙ୍କାପତି, ପଞ୍ଚବତୀ ହେଲା ସୀତାର ହରଣ, ଦୁଷ୍ଟ ଦାସୀ ହେଲା ମନ୍ଥରା, ଦୁଇଟି ବର ଅଙ୍ଗୀକାର, ହନୁମାନ ହେଉଛନ୍ ଅନୁଚର। ନମ୍ବର 5 ଅନୁଗତ ବିଶ୍ୱସ୍ତ ହନୁମାନ ରାମଙ୍କର ବିଶ୍ୱସ୍ତ ଥିଲେ। ପାଦୁକାର ଅର୍ଥ ହେଉଛି କଠାଉ। ସାଧୁମାନେ କଠାଉ ବ୍ୟବହାର କରନ୍ତି। ଅନୁରକ୍ତର ଅର୍ଥ ହେଲା ପ୍ରିୟ। ରାମଚନ୍ଦ୍ର ଅଯୋଧ୍ୟାବାସୀଙ୍କ ପ୍ରିୟ ଥିଲେ। ଦୁର୍ମତିର ଅର୍ଥ ହେଲା ଦୁଷ୍ଟ ଲୋକ। ଦୁଷ୍ଟ ଲୋକକୁ ସମସ୍ତେ ଘୃଣା କରନ୍ତି। କାଲାନଲ ପ୍ରଚଣ୍ଡ ଅଗ୍ନି। ପ୍ରଚଣ୍ଡ ଅଗ୍ନିରେ ଜାପାନ ଧ୍ୱଂସ ହେଲା। ଯମଜ ଜାଆଁଲା। ଲବ ଓ କୁଶ ଜାଆଁଲା ଭାଇ। ନମ୍ବର 6 ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକ ମଧ୍ୟରେ କେତେକ ବିପରୀତ ବୋଧକ ମିଶାମିଶି ହୋଇ ରହିଛି। ସୁଖ ଦୁଃଖ ଠିକ ସେଭଳି ପ୍ରାଚୀନ ନବୀନ, ଜ୍ୟେଷ୍ଠା କନିଷ୍ଠା, ପ୍ରାଚୀନ ପୁରୁଣା ନୂଆ, ଜ୍ୟେଷ୍ଠ ବଡ଼ କନିଷ୍ଠା ଛୋଟ, ଅନୁରାଗ ବିରାଗ, ସଦ୍ଗୁଣ ବଦଗୁଣ, ଆନନ୍ଦ ନିରାନନ୍ଦ, ସନ୍ତୁଷ୍ଟ ଅସନ୍ତୁଷ୍ଟ। 7 ନମ୍ବର ଲିଙ୍ଗ ପରିବର୍ତ୍ତନ କରି ଲେଖ। ରାଜା ରାଣୀ, ଭାଇ ଭଉଣୀ, ପୁତ୍ର କନ୍ୟା, ପିତା ମାତା, କୁମାର କୁମାରୀ, ବୃଦ୍ଧ ବୃଦ୍ଧା, ନର ନାରୀ। ନମ୍ବର 8 ତଳ କୋଠରୀରେ ଥିବା ଶବ୍ଦ ଗୁଡ଼ିକୁ ବ୍ୟବହାର କରି ଏକ ଅନୁଚ୍ଛେଦ ଲେଖ। ଏଇଟା ଦେଇଛି ତାର ଗୋଟେ ଅନୁଚ୍ଛେଦ ବା ଗୋଟେ ପାରାଗ୍ରାଫ ଲେଖ କୁହାଯାଇଛି। 9 ନମ୍ବର ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ଦୁଇଟି ଲେଖାଏ ପ୍ରତିଶବ୍ଦ ଲେଖ। ପ୍ରାଚୀନ ପୁରୁଣା ବା ପୁରାତନ, ବସନ ବସ୍ତ୍ର ପରିଧେୟ, କଠାଉ ପାଦୁକା ବା ଖଡମ, ନିଆଁ ଅନଲ ବର୍ଣ୍ଣି, ନୟନ ଚକ୍ଷୁ ଆଖି, ଦାର ପତ୍ନୀ ସ୍ତ୍ରୀ। 10 ନମ୍ବର ରେଖାଙ୍କିତ ପଦଟି ବଦଳାଇ ଲେଖ। କିନ୍ତୁ ରାମଚନ୍ଦ୍ର ଦ୍ୱିତୀୟ ବିବାହ ଅଛି ଦାର ପରିଗ୍ରହ, ବିବାହ ମୃତ୍ୟୁର ରହିଲେ ରେଖାଙ୍କିତ ଖାଲି ପଦଟି ବଦଳାବାର ଅଛି। ବିନଷ୍ଟ ଫେରିଲେ। 11 ନମ୍ବର 50ଟି ଶବ୍ଦରେ ମଧ୍ୟରେ ଉତ୍ତର ଲେଖ। ଭରତରକ ଚରିତ୍ର ବିଷୟ ଲେଖ। ଭରତଙ୍କ ଚରିତ୍ର ବିଷୟ ଲେଖ କୁହାଯାଇଛି। ଭାତୃଭକ୍ତ ଭରତ ଥିଲେ ନିଃସ୍ୱାର୍ଥପର ଓ ନ୍ୟାୟପରାୟଣ। ତାଙ୍କର ଅଯୋଧ୍ୟାର ସିଂହାସନ ପ୍ରତି କୌଣସି ଆସକ୍ତି ନଥିଲା। ଅପରନ୍ତୁ ରାମଙ୍କ ସେ ଏକାନ୍ତ ଅନୁଗତ ଥିଲେ। ସେଥିପାଇଁ ମାମୁଁ ଘରୁ ଫେରିଲା ପରେ ମାତା କୈକେୟୀଙ୍କ ଅନ୍ୟାୟ ବୁଝିପାରି ତତ୍କ୍ଷଣାତ୍ ରାମଚନ୍ଦ୍ରକୁ ଅଯୋଧ୍ୟା ଫେରାଇ ଆଣିବାକୁ ବନଗମନ କଲେ। ଏଥିରୁ ତାଙ୍କ ଚରିତ୍ର ମହାନ୍ତ ପରିଲକ୍ଷିତ ହୁଏ। 2 ନମ୍ବର କୁଶ ଓ ଲବ ଯଜ୍ଞ ସହ କିପରି ଭାବରେ ସମସ୍ତଙ୍କୁ ମୁକ୍ତ କଲେ?
ରାମଚନ୍ଦ୍ର ସୀତାଙ୍କୁ ବିସର୍ଜନ କରିବା ପରେ ସୀତା ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ରହିଲେ। ସେହିଠାରେ ସତୀଙ୍କ ଦୁଇଟି ଯମଜ ପୁତ୍ର ଜାତ ହେଲା। ଯମଯୌଥ ଜୁଡ଼ୁଆ ବା ବାଲ୍ମୀକି ସେହି ଦୁଇ ଶିଶୁଙ୍କୁ କୁଶ ଓ ଲବକୁ ନାମ ଦେଲେ। ସେମାନେ ବିଭିନ୍ନ ବିଦ୍ୟା ଶିକ୍ଷା ଦେବା ସହିତ ରାମ ଓ ସୀତାଙ୍କ ବିଷୟରେ ମହାକାବ୍ୟର ରଚନା କରି ତାହାକୁ ଗାଇବାକୁ ଶିଖାଇଲେ। ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିବା ସମୟରେ ମହର୍ଷି ବାଲ୍ମୀକି ନିମନ୍ତ୍ରିତ ହୋଇ କୁଶ ଲବକୁ ନେଇ ଯଜ୍ଞ ସ୍ଥାନରେ ଉପସ୍ଥିତ ହୋଇଲେ। ମହର୍ଷି ବାଲ୍ମୀକିଙ୍କ ଆଦେଶ ମତେ କୁଶ ଓ ଲବ ଯଜ୍ଞ ସ୍ଥଳରେ ରାମର ଗାନ କରି ସମସ୍ତଙ୍କୁ ମୁଗ୍ଧ କଲେ। ଏବେ ଆସ 100ଟି ମଧ୍ୟରେ ଲେଖ, ଯାହାକି 100ଟି ଶବ୍ଦ ମଧ୍ୟରେ ଲେଖବ। ରାମାୟଣ କେଉଁ ସୁଶିକ୍ଷା ମିଳୁଛି ତାହା ବିଷୟରେ କିଆ ହେଇଛେ। ଯେପରି ହେଲା ବାପାଙ୍କ ଆଦେଶ ମାନିବା, ବଚନ ରକ୍ଷା କରିବା, ବଡଙ୍କ ଆଦେଶ ମାନିବା, ବଡକୁ ସ୍ନେହ, ଛୋଟକୁ ମଧ୍ୟ ସ୍ନେହ କରିବା, ତାହା ସୁଶିକ୍ଷା ମିଳୁଅଛି। କିଛି ରହିଲା ତାର ଉତ୍ତର। ଏଇଟା ରହିଲା ରାମାୟଣ କଥା ପ୍ରଶ୍ନ ଉତ୍ତର।